ଆସିଲା ବର୍ତ୍ତମାନ ନବର ସୂଚନା 5T ଅଧିକ ବିକେ ପାଣ୍ଡ୍ୟାଙ୍କ ବଡ ଘୋଷଣା ଖୁବ ଶୀଘ୍ର ବଢିବ ଏମାନଙ୍କର ଭତ୍ତା ରାଶି। ଚାଲନ୍ତୁ ନଜର ପକେଇବା ସମ୍ପୂର୍ଣ୍ଣ ଅପଡେଟ୍। ତା ପୂର୍ବରୁ ଭିଡିଓ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ କରି କଣ୍ଟିନ୍ୟୁ ଦବାଇ ଅଲ୍ ନୋଟିଫିକେସନ୍ କ୍ଲିକ୍ କରିନିଅନ୍ତୁ। ରାଜ୍ୟରେ ଆସନ୍ତା ମାସରେ ବଢିବ ଭତ୍ତା। ବାର୍ଦ୍ଧକ୍ୟ ଭିନ୍ନକ୍ଷମ କଳାକାରଙ୍କ ଭତ୍ତା ବଢିବା ନିଶ୍ଚିତ। ଗଜପତିର କାଶୀନଗର ସଭାରେ ଏହା କହିଛନ୍ତି 5T ଅଧିକ ବିକେ ପାଣ୍ଡ୍ୟାନ। ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କରିବେ ବୋଲି କହିଛନ୍ତି ପାଣ୍ଡ୍ୟାନ। ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ମୋହନା ଓ କାଶୀନଗର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ପାଣ୍ଡ୍ୟାନ। ପାରଳାଖେମୁଣ୍ଡି ଷ୍ଟାଡିୟମ ପରିସରରେ ନୂଆ କାର୍ଯ୍ୟକ୍ରମ ଜଗଦୀଶ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇ ସଫଳତା ପାଇଁ କଠିନ ପରିଶ୍ରମ କରିବା ପାଇଁ ମଧ୍ୟ ଆହ୍ୱାନ ଦେଇଥିଲେ। ସ୍ୱପ୍ନ ଦେଖୁଥିବା ପିଲାଙ୍କ ପାଇଁ 5T ମନ୍ତ୍ର ଶିକ୍ଷା ଦେଇଥିଲେ ପାଣ୍ଡ୍ୟାନ। ନିୟମିତ ବ୍ୟାୟାମ, ଧ୍ୟାନ, ଦୈନିକ ଅନ୍ତତଃ 14 ଘଣ୍ଟା କଠିନ ପରିଶ୍ରମ ଏବଂ ସୋସିଆଲ ମିଡିଆକୁ ଦିନକୁ ଘଣ୍ଟାରୁ କମ୍ ବ୍ୟବହାର କରିବା ବୋଲି ମନ୍ତ୍ର ପାଳନ କରିବା ଆହ୍ୱାନ ଦେଇଥିଲେ। ଏହାପରେ 5T ଅଧିକ ଯାଇଥିଲେ କାଶୀନଗର। ସେଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ 160 କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଥିଲେ। ଆଉ ତା ଉପରେ ଟଙ୍କା ବୃଦ୍ଧି ହେଉଥିବା ନିଶ୍ଚୟ ଦେଇଥିଲେ ବିକେ ପାଣ୍ଡ୍ୟାନ। ପୂର୍ବରୁ ଭତ୍ତା ବୃଦ୍ଧି ନେଇ ବଡ ଘୋଷଣା କରିଥିଲେ ସରକାର। ବାର୍ଦ୍ଧକ୍ୟ ଭତ୍ତା ସହ ବିଧବା ଓ ଭିନ୍ନକ୍ଷମ ଭତ୍ତା ମଧ୍ୟ ବୃଦ୍ଧି ପାଇବ। ସେଭଳି ଆଶାକର୍ମୀ, ଅଙ୍ଗନବାଡି ଦିଦି, ଜଳସାଥୀ ଭଳି ବିଭିନ୍ନ କର୍ମକର୍ତ୍ତାଙ୍କ ଦରମା ବୃଦ୍ଧି କରାଯିବ। ଏନେଇ ସୂଚନା ଦେଇଥିଲେ 5T ଅଧିକ ବିକେ କାର୍ତ୍ତିକେୟନ ପାଣ୍ଡ୍ୟାନ। ମଧୁବାବୁ ପେନସନ ଯୋଜନାରେ ବାର୍ଦ୍ଧକ୍ୟ ଓ ବିଧବା ଯୁବତୀଙ୍କୁ ଭତ୍ତା ଦିଆଯାଉଛି। 60 ବର୍ଷରୁ ଅଧିକ ଲୋକଙ୍କୁ ମାସିକ 500 ଟଙ୍କା ଲେଖାଏଁ ବାର୍ଦ୍ଧକ୍ୟ ଭତ୍ତା ମିଳୁଥିବା ବେଳେ 80 ବର୍ଷରୁ ଅଧିକ ବୟସ ଲୋକଙ୍କୁ ମିଳୁଛି 700 ଟଙ୍କା। ସେହିପରି 40ରୁ 69% ଶାରୀରିକ ଭିନ୍ନକ୍ଷମଙ୍କୁ ମାସିକ 500 ଟଙ୍କା, 60 ବର୍ଷରୁ ଅଧିକ ଶାରୀରିକ ଭିନ୍ନକ୍ଷମ 700 ଟଙ୍କା ଏବଂ 60 ବର୍ଷରୁ ଅଧିକ ବ୍ୟକ୍ତି ଯଦି 60 ବର୍ଷରୁ ଅଧିକ ଶାରୀରିକ ଭିନ୍ନକ୍ଷମ ଥିବେ ତାଙ୍କୁ ମିଳୁଛି ମାସିକ 900 ଟଙ୍କା। ସେହିପରି ବିଧବା ଭତ୍ତା ବାବଦରେ ମାସକୁ ମିଳୁଛି 500 ଟଙ୍କା। ଆନ୍ଧ୍ରରେ ଏହି ଭତ୍ତା 2500 ଟଙ୍କା 2700 ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ତେଲେଙ୍ଗାନାର 1000 ଟଙ୍କାରୁ 2000 ଟଙ୍କା ମଧ୍ୟ ବୃଦ୍ଧି କରାଯାଇଛି।